ସକାଳୁ ହିଁ ମୁଁ ଲଞ୍ଚଟା ସାରିଦେଇ ଯାଇଥିଲି। ଟମାଟୋ ଟିକେ ପୋଡ଼ିଛି ଖାଇବି ବୋଲି। ଭାତ ଡାଲମା ଭଜା ହିଁ କରିଦେଇ ଯାଇଥିଲି। ଆଉ ଟାଇମ୍ ହେଉନି। ଆସି ଘର ସଜଡ଼ା ସଜଡ଼ି ତା ସ୍କୁଲ, ମୋର ଆଉ ଟାଇମ୍ ହେଉନି। ଖାଲି ଟିକେ ଡାଲମା ଆଉ ଶାଗ ଭଜା, ଝୁଡ଼ଙ୍ଗ ଆଳୁ ଭଜା କରିଥିଲି। ଟମାଟୋ ଟିକେ ଚକଡ଼ିଲି, ମୁଁ କହିଲି ଖାଇବାକୁ ଗଳିବନି ମୋ ତଣ୍ଟିରେ, ଟିକେ ଖଟା ଖଟା ନହେଲେ। ତାପରେ ଏଠି 10 ମିନିଟ୍ ଖାଇସାରିକି ଉଠିଛି କି ନାହିଁ, ଆସିଗଲା ମୋ ପୁଅ। 8-10 ଦିନ ସ୍କୁଲ ବନ୍ଦ କଲା ପରେ ସ୍କୁଲଟା ଯାଇଛି ଆଜି। ଏଇ ଡୋରଟା ଖୋଲା ହେଇ ସେଠି ରହିଛି, ପୁରା ତରତର ନା, କେମିତି ଜଲ୍ଦି ଓହ୍ଲେଇ ପଡ଼ିବ। ସେଠୁ ମୁଁ ପଚାରିଲି କ'ଣ ଖାଇବୁ, ତାର ତ ସେଇ ରେଗୁଲାର ଜିନିଷ ବ୍ରେଡ଼୍ ଅମଲେଟ୍। ମୁଁ ବି କାହାକୁ ତାକୁ ବ୍ୟସ୍ତ କରୁନି, ଯାହା ପେଟ ପୁରିଗଲେ ଗଲା। ଛୁଆ ଲୋକ ଟିକେ ବୁଝିଯାଉଛି, ବଡ଼ ହେଲେ ଯାହା ଖାଇବ। ତାକୁ ସେ ବ୍ରେଡ଼୍ ଅମଲେଟ୍ କରି ଦେଇଦେଲି, ଖପୁଛି। ମାମା ଆଜି ସ୍କୁଲ ଗଲି, ସବୁ ପଚାରିଲେ କ'ଣ ଏଠି କ'ଣ। ରାତିରେ ମୁଁ ପରଟା, ଭଜା ଥିଲା, ଆଉ ଟିକେ ସନ୍ତୁଳା ବି କରିଥିଲି। ଆଉ ମିଠା ଗୁଡ଼ାକୁ କେମିତି ଦେଖୁନ ଚକଡ଼ିଛି ଚାମଚରେ, ମୁଁ ଦେଲି ଖାଇବାକୁ। ସବୁ ଚକଡ଼ି ପକେଇଛି ସେ ମିଠା ଗୁଡ଼ାକୁ। ମୁଁ ଖାଲି ସନ୍ତୁଳା ହିଁ କରିଥିଲି। ଆଉ ଭଜା ଥିଲା ଦିନର, ମୁଁ ତାକୁ ଟିକେ ଲଗେଇ ଖାଇଦେଲି। ସନ୍ତୁଳା ଅଳ୍ପ ଟିକେ ଆଣିଥିଲି। ଏଠି ଅନେଇଛି, ମୁଁ କହୁଛି ଆସୁନୁ ଖାଇବୁ। ନା ନା ନା, ତୁ ସେଗୁଡ଼ା ଖା। ମୁଁ ସେଗୁଡ଼ା ଜମା ଖାଏନା। ମୁଁ କହିଲି ହଉ ନ ଖା।